ଦେଖନ୍ତୁ ସେ ଗଛରେ ବଗମାନେ କେତେ ସଂଖ୍ୟାରେ ବସିଛନ୍ତି। କେତେ ସୁନ୍ଦର, ମାନେ ଆଉ ଟିକେ ପରେ ସେମାନେ ଉଡ଼ିଯିବେ। ରାତିରେ ସନ୍ଧ୍ୟା ବେଳକୁ ଆସିକିରି ସବୁଆଡ଼େ ବୁଲାବୁଲି କରିକିରି ଆସିକିରି ଏଇ ଗଛରେ ବିଶ୍ରାମ ନିଅନ୍ତି। ରାତି ସାରା ଏମିତି ଥାଆନ୍ତି। ତାପରେ ସକାଳ ହେଲେ ଉଡ଼ିଯାଆନ୍ତି। ଇଏ ଭୋର ଭୋର ସମୟ, ତେଣୁ ଯାଇନାହାନ୍ତି କୁଆଡ଼େ। ଜାକି ଜୁକେଇକିରି ସବୁ ବସିଛନ୍ତି। ଦେଖନ୍ତୁ କେତେ ସୁନ୍ଦର ଭାବରେ ବସିଛନ୍ତି। ତାପରେ ଆଉ ଟିକେ ପରେ ସବୁ ଖାଦ୍ୟ ଅନ୍ୱେଷଣରେ ଯିଏ ଯାହାର ସବୁ ଉଡ଼ିଯିବେ। ତଥାପି ଗୋଟେ ଗୋଟେ ଉଡ଼ିକିରି ଯାଉଛନ୍ତି। ଅତି ସୁନ୍ଦର ଲାଗୁଛି, ଚମତ୍କାର ଦୃଶ୍ୟ ଦେଖନ୍ତୁ। ଆଉ ଉଡ଼ିଲେ ଆସ୍ତେ ଆସ୍ତେ ଦେଖନ୍ତୁ ଉଡ଼ିକିରି ଯାଉଛନ୍ତି। ଆମ ଘର ସାମ୍ନା ସ୍କୁଲ ପାଚେରୀ ପାଖରେ ଏ ଗଛ। ଦେଖନ୍ତୁ ଉଡ଼ିକି ଯାଉଛନ୍ତି ଗୋଟେ ଗୋଟେ ସବୁ। ଦେଖନ୍ତୁ ଏତେ ସୁନ୍ଦର ଲାଗୁଛି। ଦେଖନ୍ତୁ ଆକାଶରେ ଉଡ଼ି ଯାଉଛନ୍ତି। ଭଗବାନଙ୍କର ସୃଷ୍ଟି କି ଅପୂର୍ବ, କେତେ ସୁନ୍ଦର ଭାବରେ କିଏ କୋଉ ଦିଗରେ ସବୁ ଉଡ଼ି ଯାଉଛନ୍ତି। ଅନେକ ଏବେ ବି ଜାକି ଜୁକେଇକିରି ବସିଛନ୍ତି। ଏମାନେ ଦେଖନ୍ତୁ ଆକାଶରେ, ଏମାନେ ଇଏ ଚଢ଼େଇ ସବୁ ଉଡ଼ିକିରି ଗଲେ କୁଆଡ଼େ ସବୁ ଉଡ଼ି ଯାଉଛନ୍ତି। ଅଧେ ବଗ ଉଡ଼ିଗଲେଣି। ସକାଳ ହେଲା, ଚଢ଼େଇ ମାନଙ୍କର କୋଇଲି ଗାଉଛି। ବସନ୍ତ ଋତୁର ମନୋରମ ଦୃଶ୍ୟ। ଏପଟେ ଆମର ମଣ୍ଡି ଖୋଲା ହେଇଛି। ମୁଁ ଯାଉଛି ଫୁଲ ତୋଳିବି। ଆମ ଗଛର ଫୁଲ ଦେଖନ୍ତୁ, ଯାଉଛି ଫୁଲ ତୋଳିବି।